ଆପଣଙ୍କର ସେ କୀର୍ତ୍ତନ ଶୁଣିକି ମତେ ବି ଇଚ୍ଛା ହଉଛି ବୋଲିବା ପାଇଁ। ଶୁଣିଥାଅ ଆସନ୍ତା ରବିବାର 22 ତାରିଖକୁ ଆଉ ଥରେ ହବ ନବରଙ୍ଗପୁରରେ ଏଇ କ୍ୟାରଲ ର ଗୀତ। ଶୁଣିଥାଅ ଆମମାନଙ୍କ ମଧ୍ୟରେ ଆଶିଷ ଭାଇ ଅଛନ୍ତି, ହସୁଛନ୍ତି। ଆଶିଷ ସୱାଲ ସିଂ ଦୀପଦ କହିବେ ଆମକୁ। ଆଉ এই ସମୟରେ ମୁଁ ସାମୁଏଲ ଭାଇ ଘରେ ଥିଲି ତ। ମୁଁ ଏବେ ଢେଙ୍କାନାଳରେ ଅଛି, ଦାମୋଦରରେ ଅଛି, କିନ୍ତୁ ମୋର ଆତ୍ମା ଏବେ ଢେଙ୍କାନାଳରେ ଅଛି। ଆଉ ସାମୁଏଲ ଭାଇ ଘରେ ଏତେ ଖୁସି ଲାଗୁଥିଲା ତାଙ୍କ କେରଳ ସର୍ଭିସରେ। ଓ ୱାଣ୍ଡରଫୁଲ ଆମର ଗଜପତି ଭାଷାରେ ଆଜି ପିଠା ଖାଇଲା ଭଳିଆ ଲାଗିଲା, ଭାଜିଲା ପିଠା। ତାଙ୍କ ଘରେ ରହିଲା ଭଳିଆ ଲାଗିଲା। ତାଙ୍କ ଏତେ ସୁଇଟ ପରିବାର। ଆଉ ସାମୁଏଲ ବାବୁ ବେଶୀ ଧନ୍ୟବାଦ। ପୁରା ହୋଲ ଫ୍ୟାମିଲିକୁ ସେ ପୁରା ତିଆରି କରି ରଖିଛନ୍ତି ତାଙ୍କର ବେଟାଲିୟନକୁ। ପ୍ରେଜ ଦ ଲର୍ଡ। ଧନ୍ୟବାଦ। ବାଜା ବଜାଉଥିଲେ ତାଙ୍କ ପୁଅ ବାଜା ବଜାଉଥିଲେ, ସାନ ପୁଅ ଛୋଟ। ସ୍ପେଶାଲ ଥ୍ୟାଙ୍କ୍ସ ଟୁ ଜାସନ ଏଣ୍ଡ ଉଦିତ ଭାଇ। ସଂକୀର୍ତ୍ତନରେ ସୁନ୍ଦର ଭାବରେ ଢୋଲକ ବଜେଇ ଆମ ସମସ୍ତଙ୍କର ମନକୁ ଆନନ୍ଦର ଜୁଆରରେ ବସେଇ ଦେଲେ। ଉଦିତ ଭାଇ ଆଶିଷ ରାଜହଂସ ଭାଇ ଅଛନ୍ତି କି? ଶୁଣି ପାରୁଛନ୍ତି? ଠିକ ଅଛି, ଅଛନ୍ତି। ଭାଇ ଦୀପଦ କହିବେ ଆଜିକାର କ୍ୟାରଲ ବିଷୟରେ। ହଁ ପ୍ରେଜ ଦ ଲର୍ଡ ଭାଇ। ହଁ ଭାଇ ଦୀପଦ କୁହନ୍ତୁ ଆଜିକାର କ୍ୟାରଲ। ପ୍ରଭୁ ନାମର ଧନ୍ୟବାଦ ହଉ। ବାସ୍ତବରେ ଗୋଟେ ସୁନ୍ଦର ଗୀତ ଦ୍ୱାରା ସତେ ସଂକୀର୍ତ୍ତନ ଦ୍ୱାରା ଏମିତି ଲାଗୁଥିଲା ସତେ ଯେପରିକି ସ୍ୱର୍ଗୀୟ ବାହିନୀ ଆଜି ଆମମାନଙ୍କର ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପ ମଧ୍ୟକୁ ଓହ୍ଲାଇ ଆସିଛି ଏବଂ ସେ ପରିତ୍ରାଣ କର୍ତ୍ତା, ସେ ଉଦ୍ଧାର କର୍ତ୍ତାଙ୍କର ଜନ୍ମ ସମ୍ବନ୍ଧୀୟ ବାର୍ତ୍ତା ଆଜି ଏ ଡିଭାଇସରେ, ସେଦିନ ତ ଗୋଟିଏ ଅଞ୍ଚଳରେ ସ୍ୱର୍ଗଦୂତ ମାନେ ଆସି ପ୍ରକାଶ କଲେ, ମାତ୍ର ଆଜି ଏ ଡିଭାଇସ ମଧ୍ୟରେ ଓଡ଼ିଶାର ଭିନ୍ନ ଭିନ୍ନ କୋଣରେ ସ୍ୱର୍ଗର ସେ ମହାନ ବାର୍ତ୍ତାକୁ ଏ ପୃଥିବୀ ମଧ୍ୟରେ ପ୍ରଚାରିତ ହେଇଅଛି ବୋଲି ଅନୁଭବ କରୁଥିଲେ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ପ୍ରଭୁ ବାସ୍ତବରେ ମହାନ ଅଟନ୍ତି, ତାଙ୍କର ପ୍ରେମ ଆମମାନଙ୍କର ପ୍ରତି ବାସ୍ତବରେ ମହାନ ଅଟେ। ଏହିପରି ଢଙ୍ଗରେ ଆମେ ପ୍ରଭୁଙ୍କର ପ୍ରେମକୁ, ପ୍ରଭୁଙ୍କର ସେ ଜନ୍ମଦିନର ବାର୍ତ୍ତା, ଏହା ଆମମାନଙ୍କ ନିମନ୍ତେ ଗୋଟେ ସବୁଠାରୁ ବଡ ସୁଯୋଗ ଅଟେ
ଆମର ପରିତ୍ରାଣକର୍ତ୍ତାଙ୍କ ସମ୍ବନ୍ଧରେ ଆମର ଉଦ୍ଧାରକର୍ତ୍ତାଙ୍କ ସମ୍ବନ୍ଧରେ ଜଗତକୁ ପ୍ରକାଶ କରିବା ନିମନ୍ତେ ତେଣୁକରି ଆମମାନେ ଏଇପରି ଉତ୍ସାହରେ ଏଇପରି ଆନନ୍ଦରେ ଆମମାନଙ୍କର ସେ ଯେଉଁ ଆନନ୍ଦକୁ ଆମମାନେ ପ୍ରାପ୍ତ ହେଇଅଛୁ ଜଗତ ମଧ୍ୟରେ ପ୍ରକାଶ କରୁ। ପ୍ରଭୁ ଆମମାନଙ୍କୁ ନିଶ୍ଚିତ ରୂପେ ଆଶୀର୍ବାଦ କରିବେ ଏବଂ ଏହାର ଅର୍ଥପୂର୍ଣ୍ଣ ସେ ପରିତ୍ରାଣ ଲୋକମାନଙ୍କ ନିକଟକୁ ନେଇଯିବା ପାଇଁ ପରିତ୍ରାଣକର୍ତ୍ତାଙ୍କର ସେ କାର୍ଯ୍ୟ ସାଧକ ପରିତ୍ରାଣକର୍ତ୍ତା ଆମମାନଙ୍କ ନିମନ୍ତେ ଯେଉଁ ବିଶେଷ କାର୍ଯ୍ୟ ସାଧନ କରିଅଛନ୍ତି ସେ ପ୍ରେମକୁ ପ୍ରକାଶ କରିବା ନିମନ୍ତେ ଅନୁଗ୍ରହ କରିବେ। ବର୍ତ୍ତମାନ ଆମେ ଜାଣୁ ଏଇ ଖ୍ରୀଷ୍ଟମାସ ର ରିଜନ ଅଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ଅସୀମ ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସେ ଅସୀମ ଦୟା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସେ ଅସୀମ କରୁଣା ଏଇପରି ଆମର ପ୍ରାର୍ଥନା ଦ୍ୱାରା ଏଇପରି ଉତ୍ସାହ ଦ୍ୱାରା ଆମେ ମୁଁ ଭାବୁଛି ଖ୍ରୀଷ୍ଟମାସ ଯେତେ ନିକଟତର ହେବ এই দিন যেতে নিকটতর হব আমମାନଙ୍କର ଉତ୍ସାହ ଆହୁରି ବୃଦ୍ଧି ସାଧିତ ହେବ ମଧ୍ୟ। ଆଇ ୱିଶ ଆଣ୍ଡ ଆଇ ପ୍ରେ କି ଆମମାନଙ୍କର ଉତ୍ସାହ ଆହୁରି ବୃଦ୍ଧି ହଉ ଆଉ ଏଇ ଖ୍ରୀଷ୍ଟ ଜୟନ୍ତୀର ବାର୍ତ୍ତା ଆମମାନେ ବି ସେଦିନର ଷ୍ଟାର୍ସ ପରେ ଅନେକ ଲୋକଙ୍କୁ ପ୍ରଭୁଙ୍କ ନିକଟକୁ କଢାଇ ଆଣୁ। ଆମମାନେ ବି ସ୍ୱର୍ଗଦୂତ ମାନଙ୍କର ପରି ଅନେକ ଲୋକମାନଙ୍କ ନିକଟରେ ଏଇ ପରିତ୍ରାଣର ବାର୍ତ୍ତାକୁ ପ୍ରକାଶ କରୁ ବୋଲି ମୁଁ ବିଶ୍ୱାସ କରେ ମଧ୍ୟ ବିନତି କରେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଆଶିଷ ଭାଇ। ଆମମାନଙ୍କ ମଧ୍ୟରେ ପାଷ୍ଟର ନିରଞ୍ଜନ ଖୋସଲା ଅଛନ୍ତି। ମୁଁ ଅନୁରୋଧ କରିବି ନିରଞ୍ଜନ ଭାଇ ଦୀପଦ କୁହନ୍ତୁ। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ପ୍ରଭୁ କୃଷ୍ଣଙ୍କ ନାମର ଧନ୍ୟବାଦ। ସତରେ ଆଉ ଏସବୁ ଶୁଣିବା ଦ୍ୱାରା ଈଶ୍ୱରଙ୍କର ସ୍ତବଗାନ ଶୁଣିବା ଦ୍ୱାରା ମନରେ ଗୋଟେ ଏତେ ଆନନ୍ଦ ହଉଛି କି ଆମେ ସମସ୍ତେ ଏମିତି ଏକା ଈଶ୍ୱରଙ୍କ ରାଜ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ଏଇଟା ଆମମାନଙ୍କ ଜୀବନର ରାଜତ୍ୱ କରୁ। ଆଉ ପ୍ରଭୁ ସତରେ ବିଭିନ୍ନ ଅଞ୍ଚଳରେ ଏତେ ସୁନ୍ଦର ସୁନ୍ଦର ସ୍ୱର୍ଗଦୂତ ମାନଙ୍କୁ ରଖିଛନ୍ତି ବାର୍ତ୍ତା ପହଞ୍ଚାଇବା ନିମନ୍ତେ। ଆଉ ସେ ବାର୍ତ୍ତା ହଉଛି ଆନନ୍ଦଜନକ ବାର୍ତ୍ତା। କାହିଁ କୁହାଯାଏ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ମୁଁ ତୁମମାନଙ୍କୁ ଜଣାଉଛି। ଆଜି ଦାଉଦ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି ସେ ଖ୍ରୀଷ୍ଟ ପ୍ରଭୁ। ସେଦିନ ସେ ସ୍ୱର୍ଗଦୂତ ଯେମିତି ଆଶିଷ ଭାଇ କହୁଥିଲେ ଗୋଟିଏ ଅଞ୍ଚଳରେ, କିନ୍ତୁ ଆଜି ଘରେ ଘରେ ପ୍ରେଜ ଦ ଲର୍ଡ ଘରେ ଘରେ ଆନନ୍ଦଜନକ ସୁସମାଚାର ଏବଂ ସ୍ୱର୍ଗଦୂତ ମାନେ ନୃତ୍ୟ କରୁଛନ୍ତି, ବାଜା ବାଜୁଛି ଆଉ ମାନଙ୍କର ମନ ଅତି ଆନନ୍ଦିତ ହଉଛି। ତେଣୁ ଆଜି ଯେତେ ପାର୍ଟିସିପେଟ ଅଛନ୍ତି ସମସ୍ତଙ୍କୁ ପ୍ରଭୁ କୃଷ୍ଣଙ୍କ ନାମରେ ମୁଁ ଧନ୍ୟବାଦ ଦଉଛି। ଏତେ ସୁନ୍ଦର ଭାବରେ ପ୍ରଭୁଙ୍କର ବାର୍ତ୍ତାକୁ ଗୀତ ଦ୍ୱାରା, ନୃତ୍ୟ ଦ୍ୱାରା ଆଉ ବାଦ୍ୟ ଦ୍ୱାରା ଏବଂ ବାକ୍ୟ ଦ୍ୱାରା ପହଞ୍ଚାଉଥିବାରୁ ସମସ୍ତଙ୍କୁ ବିଶେଷ ବିଶେଷ ଧନ୍ୟବାଦ। ପ୍ରଭୁକୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଏଇଭଳି ବ୍ୟବହାର କରନ୍ତୁ ଈଶ୍ୱରଙ୍କ ରାଜ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ। ଥ୍ୟାଙ୍କ ୟୁ ସୋ ମଚ୍ ନିରଞ୍ଜନ ଭାଇ। ଆମମାନଙ୍କ ସୁଦୂର ନବରଙ୍ଗପୁରରୁ ପାଷ୍ଟର ଆଶିଷ ଦୁଃଖୀ ଅଛନ୍ତି, ସେ ମଧ୍ୟ ଦି ପଦ କହିବେ ଆମଙ୍କର ଏଇ କାରଲ ଉପରେ। ପାଷ୍ଟର ଆଶିଷ ଦୁଃଖୀ ଶୁଣି ପାରୁଛନ୍ତି? ମୁଁ ଜାଣିପାରୁନି ସେ ଅଛନ୍ତି ନା ନାହିଁ। ତେବେ ଓଭର ଟୁ ମଧୁସ୍ମିତା ଭଉଣୀ। ଧନ୍ୟବାଦ ଯେ ଆଜିକାର ସୁନ୍ଦର এই ଅବକାଶ। ମିନା ମ୍ୟୁଟ୍ ଅଛି। ଧନ୍ୟବାଦ ଦିଏ ପ୍ରଭୁଙ୍କୁ ଆଜିର ଏହି ସୁନ୍ଦର ଅବକାଶରେ ପ୍ରଭୁ ଆମମାନଙ୍କୁ ତାହାଙ୍କ ନିକଟରେ ଆନନ୍ଦ କରିବା ପାଇଁ ସୁଯୋଗ ଦେଇଛନ୍ତି। ପ୍ରକୃତରେ ଆମମାନେ ସମସ୍ତେ ବହୁତ ଆନନ୍ଦିତ, ଏହି ପରିବାର ଆମେ ମିଳିତ ଭାବରେ ପ୍ରଭୁଙ୍କର ମହିମା କରିଅଛୁ, ତାହାଙ୍କଠାରେ ଆନନ୍ଦ କରିଅଛୁ ଆଉ ସେ ପ୍ରେମକୁ ଆମମାନେ ପାଇଅଛୁ। ଆଉ ଆଜି ଆମମାନେ ବାଣ୍ଟିବା ସେହି ପ୍ରେମ ଅନ୍ୟମାନଙ୍କ ମଧ୍ୟରେ, ସେ ସୁସମାଚାର ଅନ୍ୟମାନଙ୍କ ମଧ୍ୟରେ ଯେ ପ୍ରଭୁଙ୍କର ଜନ୍ମ କେଉଁ ଉଦ୍ଦେଶ୍ୟରେ ହେଇଛି ଆମମାନଙ୍କ ନିମନ୍ତେ, ତାଙ୍କର ସେ ଅସୀମ ପ୍ରେମକୁ ସେ ପ୍ରକାଶ କରିଅଛନ୍ତି। ତ ଆଜିକାର ଆମମାନଙ୍କର ଏହି କାର୍ଯ୍ୟକ୍ରମ ଆଉ ପ୍ରି କ୍ରିସମାସ କ୍ୟାରଲ୍ସ ଆଜିକାର ଏଠାରେ ସମାପ୍ତ ହୋଇଅଛି। ନେକ୍ସଟ ୱିକ୍ ପୁନର୍ବାର 21 ତାରିଖରେ ଆମମାନେ ଶୁଣିବା ଆମମାନଙ୍କର ନବରଙ୍ଗପୁର ଡିଷ୍ଟ୍ରିକ୍ଟର ବିଶେଷ କାର୍ଯ୍ୟକ୍ରମକୁ। ତ ପ୍ରଭୁଙ୍କୁ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ।